ମୁଁ ଶ୍ରୀ ଅରୁଣ କୁମାର ବାରିକ, କଖଡ଼ି, କଟକ। ମୋର ସ୍ୱରଚିତ କବିତା ଧର୍ମପଦର ବିଳାପ। ଚନ୍ଦନ ଯାତରା ଦେଖିବା ପାଇଁକି ବାହାରିଲି ଦିନେ ପୁରୀ। ବାଟେ ଗଲାବେଳେ ଚନ୍ଦ୍ରଭାଗା କୂଳେ ଡାକେ ମୋତେ ହାତ ଠାରି। ସେହି ଡାକେ ମୋର ଅଟକିଲା ପାଦ, ଧାଇଁଗଲି ତାର ପାଶେ। ଦେଖିଲି ଧରମା ରୋଦନ କରୁଛି ଭଗ୍ନ କୋଣାର୍କର ଅବଶେଷେ। କହିଲା ଧରମା କେବେଠୁଁ ଗଲେଣି ଶିବେଇ ସାଆନ୍ତରା ବାବୁ। ତାଙ୍କ ପଛେ ଗଲେ ମୋର ବାପ ଭାଇ, ଶ୍ରମିକ ସୋଦର ସବୁ। 1200 ବଢ଼େଇ ଦିନ ରାତି ଲାଗି ଗଢ଼ିଥିଲେ ଯେଉଁ କୀର୍ତ୍ତି, କାଳର କରାଳ ଗର୍ଭରେ ବିଲୀନ ଅବକ୍ଷୟତାର ସ୍ଥିତି। ନଟ ନଟି ଆଉ ନୃତ୍ୟ ନ କରନ୍ତି ଛନ୍ଦେ ସଖୀଗଣ ନେଇ। ନଧାବନ୍ତି ଅଶ୍ୱ, ଘୂରେ ନାହିଁ ଚକ, ରଥ ପଡ଼ିଛି ଆଣ୍ଠେଇ। ସପ୍ତାଶ ବାହନ ସୂର୍ଯ୍ୟ ନାରାୟଣ ବିରାଜୁ ନାହାନ୍ତି ରଥେ। ଲଗାମକୁ କଷି ଧରିଛି ଅରୁଣ ଅଶ୍ୱ, ଚାହାନ୍ତି ନ୍ୟପଥେ। ନାହିଁ କୋଳାହଳ ଗହଳ ଚହଳ, ଶୁଭୁନି କାକଳି ରାବ। ଜରାଜୀର୍ଣ୍ଣ ଆଜି କୋଣାର୍କ ଶରୀର, ହୃତ ମୋର ଗୌରବ। ନାହାନ୍ତି କି ଆଉ ଉତ୍କଳ ମାଟିରେ କୌଶଳୀ କଳାକାର। ଆଉ ଥରେ ଗଢ଼ି ଦିଅନ୍ତେ କୋଣାର୍କ, ଉନ୍ନତ ହୁଅନ୍ତା ଶିର। ଯାଅ ଅବହେଳେ କହିବ ଉତ୍କଳେ, ଉଠ କୌଶଳୀ ସ୍ଥପତି। ହସ୍ତ ସ୍ପର୍ଶେ ପୁନରୁଦ୍ଧାର କରନ୍ତୁ, ଫୁଲି ଉଠୁ ମୋର ଛାତି। ଥାଆନ୍ତି ମୁଁ ଯଦି ସ୍ୱଦେହେ ସହେଳେ, ଗଢ଼ି ଦିଅନ୍ତି ଅବହେଳେ। ଖୋଜି ମୁଁ ନଥାନ୍ତି ମଶୁରୀମାନଙ୍କୁ, ଏବେ କିମ୍ବା କାଳେ କାଳେ। ଆତ୍ମା ମୋର ଆଜି ବିଳପି ଉଠୁଛି, ଦେଖି ଏଇ ଭଗ୍ନ ସ୍ତୂପ। ଉତ୍କର୍ଷ କଳାକୁ ଉଜ୍ଜୀବିତ କର, ଗଢ଼ି ନୂଆ କୋଣାରକ। ବିଦାୟ ବେଳାରେ ଫେରିଲି ମୁଁ ଯେବେ, ସଞ୍ଜ ଆସୁଥିଲା ନଇଁ। କୋହ ସମ୍ବରଣ ନକରି ଧରମା, କାନ୍ଦୁଥିଲା କଇଁ କଇଁ, କାନ୍ଦୁଥିଲା କଇଁ କଇଁ। ଜୟ ଜଗନ୍ନାଥ।